ବନ୍ଧୁଗଣ, ଏ କଥାଟି ହଉଛି 5 ଦଶନ୍ଧିରୁ ଉର୍ଦ୍ଧ୍ବ 6 ଦଶନ୍ଧିରୁ କମ୍ ଅର୍ଥାତ୍ 55 ବର୍ଷ ବା 57 ବର୍ଷ ତଳର କଥା ଠିକ ସେ ମନେ ପକେଇବା ସମ୍ଭବପର ହେଇପାରୁନି। ସେତେବେଳେ ମୁଁ ରଥିପୁର ଆଉ ନାଉସିରା ଉପ୍ରା ବିଦ୍ୟାଳୟରେ ପାଠ ପଢୁଥାଏ। ସ୍କୁଲରୁ ଆସି ଜଳଖିଆ ପତ୍ର କରିସାରି ସନ୍ଧ୍ୟାବେଳେ ସନ୍ଧ୍ୟା ଦେଇ ପ୍ରାର୍ଥନା କରିସାରିଲା ପରେ ସବୁଦିନ ଭଳି ପାଠ ପଢି ବସେ ଏବଂ ସେ ପାଠ ପଢିବା ଆରମ୍ଭର କେତେ କ୍ଷଣ ପରେ କେତେ ମିନିଟ ପରେ ଅତି ଜଣେ ବୟସ୍କ ମହିଳା ଆରେ ତୋର ପାଠ ପଢା କୁହନ୍ତି, ଆରେ ତୋର ପାଠ ପଢା ସରିଲାଣି, ତୋର ପାଠ ପଢା କେତେବେଳେ ସରିବ, ତୋର ପାଠ ପଢା କେତେବେଳେ ସରିବ। ସେ ପରମ ପୂଜ୍ୟା ମହିଳାଙ୍କୁ ପଦୀ ବୋଲି ଡାକନ୍ତି। ସମସ୍ତଙ୍କର ସେ ହଉଛି ଆଇମା ଏବଂ ମୋର ତାଙ୍କ ପ୍ରକୃତ ନାମଟି ହଉଛି ଶ୍ରୀମତୀ ଦ୍ରୌପଦୀ ମହାପାତ୍ର ଏବଂ ପଦୀ ଦିବ୍ୟା ନାମରେ ଗାଁ ଗହଳିରେ ସେ ସୁପରିଚିତ। ତେବେ ସେ ସମୟରେ ସ୍କୁଲ ଦୁଆର ମୁହଁ ନ ଦେଖିଲେ ମଧ୍ୟ ତାଙ୍କର ଦୂରଦୃଷ୍ଟି ବହୁତ ଅଧିକ ଥିଲା। ସନ୍ଧ୍ୟାବେଳେ ପ୍ରାର୍ଥନା କରାଇବା, ଠାକୁରଙ୍କ ପାଖରେ ଦୀପ ଜଳାଇବା, ପ୍ରେୟାର କରାଇବା ଏବଂ ପିଲାଦିନେ ମନେ ପଡୁଛି ଆହେ ଦୟାମୟ ବିଶ୍ୱବିହାର ଠାରୁ ଆରମ୍ଭ କରି 3-4ଟି ପ୍ରାର୍ଥନା ଆମକୁ କରନ୍ତି, ସେ ବି ଆମ ସାଙ୍ଗରେ। କିନ୍ତୁ ସେତିକିରେ ସେ ଆମକୁ ଅଧିକା ସମୟ ନିୟୋଜିତ ନକରି ଆମର ପାଠ ପଢା ଯୋଉ ଯାହା କିଛି ସ୍କୁଲରେ ପାଠ ପଢା ଦିଆଯାଇଥାଏ ଏବଂ ସେଇ ପାଠ ପଢାଟାକୁ ସାରିବା ପାଇଁ କୁହନ୍ତି ଏବଂ ପାଠ ପଢା ସରିଲେ ମୋର ମନେ ପଡୁଛି ସଦାବେଳେ ଗୋଟେ ବହି ଆଣିଦେବେ, ତୁ ଏଇଟା ପଢ ଏବଂ ସେଇ କବିତାଟି ଯୋଉ ପଢିବାକୁ ଦିଅନ୍ତି ସେ ହଉଛି ମନୋବୋଧ ଚଉତିଶା। ଓଡ଼ିଆ ସାହିତ୍ୟରେ ଓଡ଼ିଆ ମାନଙ୍କ ଭିତରେ ଏଇ ମନୋବୋଧ ଚଉତିଶା ପ୍ରତିଟି ଓଡ଼ିଆ ଘରେ ଘରେ ପରିଚିତ। ଆଜ୍ଞା, କୌଣସି ଅବଶ୍ୟ ଆଜିକାଲି ଯୁଗର ଇଂଲିଶ ମିଡିୟମରେ ପଢୁଥିବା ପିଲା ବୁଝିପା କହିପାରିବେନି ମନୋବୋଧ ଚଉତିଶା କଣ, କିନ୍ତୁ ଏଇ ମନୋବୋଧ ଚଉତିଶା ସେତେବେଳେ ଆ ଭଲ ଭାବରେ ପ୍ରଚଳିତ ଥିଲା। ଆକୁ ଭକ୍ତ କବି ଭକ୍ତ ଚରଣ ଦାସ, କବି ଭକ୍ତ ଚରଣ ଦାସ ଲେଖିଥିଲେ। ଗୋଟେ ଭକ୍ତି ସଙ୍ଗୀତ ଭାବରେ ଓଡ଼ିଆର ଘରେ ଘରେ। ତେବେ ଏଇ ଗୀତଟାକୁ ମୁଁ ଆଜ୍ଞା ସଙ୍ଗୀତକାର ନୁହେଁ, କିନ୍ତୁ କଥା ହଉଛି ଗୀତଟା ବୋଲୁଛି ଆଇ ୱାଣ୍ଟ ଟୁ ଡେଡିକେଟ, ଉତ୍ସର୍ଗ କରିବା ପାଇଁ ଗୀତଟାକୁ ମୋର ସେଇ ବୁଢୀମା ବା ମୋର ବାବୁ ବୋଲି ମୁଁ ତାକୁ ଡାକେ ପଦିଦିବ୍ୟା ବା ଦ୍ରୌପଦୀ ମହାପାତ୍ରଙ୍କର, ଶ୍ରୀମତୀ ଦ୍ରୌପଦୀ ମହାପାତ୍ରଙ୍କର ଚରଣାରବିନ୍ଦରେ ନମସ୍କାର ତତେ ମା। ତେବେ ଆଜି ଚେଷ୍ଟା କରୁଛି ଏ ଗୀତଟା ତତେ ଅର୍ପଣ କରିବା ପାଇଁ। ମନୋବୋଧ ଚଉତିଶା। କହଇ ମନ ଆରେ ମୋବଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘିନି ଯିବୁ ତୋର ଛୁଟିଲେ ଘଟରେ। ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି, ଖାଉନ ଥିବେ ଶ୍ୱାନ ଶୃଗାଳ ବାଣ୍ଟି। ଖଟ ପଲଙ୍କେ ମନ ସଜାଇ ଶୋଉ, ଫଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ। ଗଲେଣି ତୁସଙ୍ଗ ତୁ କେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ। ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ଧରୁ, ଗାଢେ ମଜିଣ ନିତ୍ୟ ନିତ୍ୟ ଧନ ଅର୍ଜିଲୁ। ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ। ଘର ଘରଣୀ ଦେହ, ଘର ଘରଣୀ ଦେହ, କେଆଉ ଥିବେ ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇ। ଉଦ୍ଧାର ହେବୁ ଯେବେ, ଯେବେ ଉଦ୍ଧାର ପାଇବୁ ଭବ ସମୟରୁ, ଉଦ୍ଧାର ହେବୁ ଯେବେ ଭବ ସାଗରୁ, ଉପାୟ କରି ଏବେ ଭଜ ଶ୍ରୀଗୁରୁ। ଉଣା ହେଉଛି ଦିନୁ ଦିନ ଆୟୁଷ, ଆଉ ଏଣିକି ଅଛି କେତେ ବୟସ। ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିତ ଭିତରେ ଦେଖ କିନାର ଖେଳ ଯେ। ଚର୍ମ ଭିଡିଛି ସିନା ଚଉରାଶିକି, ଚିତ ତୁ ଦିଅ ନୀଳ ଗିରିବାସୀଙ୍କୁ ଯେ। ସାର ଦେହକୁ ମନ କରୁଛୁ ସଜ, ଛନ୍ଦ କପଟ ତେଜି ଗୋବିନ୍ଦ ଭଜ। ଛୁଇଁବେ ନାହିଁ ଯେତେବେଳେ ତୋର ଏ ଆତ୍ମା ଦେହ ତ୍ୟାଗ କରିଦବ, ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛକଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା।
ଯମ ଯେ ନ ଜାଣଇ ବାଳୁତ ଯୁବା ଯିବୁ ବୋଲି ମନେ କରିଛୁ ଅବା ଜଣେ ହିଁ ଏଥି କେହି ନାହିଁ ଜଣେ ହିଁ ଏଥି କେହି ନାହିଁ ଅମର ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ଝୋଲା କନ୍ଥା ପାଛୋଡ଼ା ପିନ୍ଧାଇ ରସୁ ଝଡ଼ ସଂସାରେ ମନ ନ ବୁଝି ପଶୁ ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁକି ନିଶି ଦିବସ ଥୟ ନହୁଛୁ ମନ ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା ନାମ ମାତ୍ର ଅଟଇ ପଥକୁ ସଖା ଟାଣ କରୁଛୁ ମନ ସବୁ ମୋହରି ଟଳି ପଡ଼ିଲେ କେହି ନୁହେଁ କାହାରି ଚେରା ଭିତରେ ଜହ୍ନେ ଅପୂର୍ବ ନାରୀ ଟୋପ ଟୋପ ଚଉରା ଅଛି ଟୋପାସେ ଘେରିଛି ଟିକେ ମୁଁ କହୁଅଛି ଠିକେ ମୁଁ କହୁଅଛି କର ମୋ କଥା ଠିକ ଦେହରେ ଅଛି ଶୂନ୍ୟ ଦେବତା ଥକି ଯିବୁଟି ମନ ମୁଣ୍ଡ ପଡ଼ିଲେ ଟିକେ ଗୁରୁଙ୍କ ସେବା କର ତୁ ଭଲେ ଡାକି କହୁଛି ମନ ଡାକି କହୁଛି ମନ ଡାକ ଗୋବିନ୍ଦ ଡର ଜଞ୍ଜାଳ ଯାଉ ମୋହର ଦ୍ୱନ୍ଦ ଡେରିଥାନ୍ତି ଶ୍ରବଣ ଭକ୍ତ ମାନଙ୍କୁ ଟଙ୍କା ଡଙ୍ଗା ଯେହ୍ନେ ଜଳରେ ଚାହେଁ ଅଛ ଫୁଲ ଦିଶନେ ଢାଇଁ ଢାଇଁ ବାଜୋଇ ଢଳେ ତହିଁ ଭିତରେ କିଛିଟି ନାହିଁ ଢାଙ୍କି ରହିଛି ଦେହ ଢାଙ୍କି ରହିଛି ଦେହ ସବୁରି ତୁଚ୍ଛ ଢଳି ପଡ଼ିଲେ ସବୁ ହେବଟି ମିଛରେ ଏଣେ ତୁ ଦେଇ ଏଣେ ତୁ ଦେଇଥିଲେ ଏଣେ ତୁ ଦେଇଥିଲେ ତେଣେ ପାଇବୁ ଅଣ ଆୟତ ବେଳେ କେହି ନିଜେ ଅଣବିଶ୍ୱାସୀ ହୋଇ ରହିବୁ ଦିନେ ଅନେକ ଦୁଃଖ ଦେବ ଯମ ଭୁବନେ ତୁଝେ ବୋଲୁଛୁ ମୋର ଅର୍ଜିଲା ଧନ ତୁଝେ ବୋଲୁଛୁ ମୋର ଅର୍ଜିଲା ଧନ ତୋ ଦେହ ନୁହେଁ ତୋର ଦେଖ ତୋହରି ସଙ୍ଗୁ ମନ ଗଲେଣି କେତେ ତୁ ମିଥ୍ୟା ଅଳପୁତ ଯାଉ ପରତେ ଇଲେ ଏ ସଂସାରରେ ଯେତେ ନୃପତି ଭୟ କରିକି ଭୋଗ କଲାଏ ପୃଥିବୀ ଥିଲେ ଏ ସଂସାରରେ ଯେତେ ନୃପତି ଥୟ କରିକି ଭୋଗ କଲା ଏ ପୃଥିବୀ ଥୋଇଲା ଧନ ତୋର ଖଣ୍ଟ ଖାଇବେ ଥାନେ ତୁହର ଘର ଦେହେ ପୁରିଛି ତୋର ଅଶେଷ ରୋଗ ଦେହେ ପୁରିଛି ତୋର ଅଶେଷ ରୋଗ ଦିନ ଛାରିକି ସିନା ଏ ସୁଖ ଭୋଗ ଦାଣ୍ଡେ ହେ ବେଳ ତୋର ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ ଦଣ୍ଡ 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 ଡୁ ଯେ ଦେବେ ଯମ ଡରରେ ନେଇଯେ ଧର୍ମ ଅଧର୍ମ କଥା ଧର୍ମ ଅଧର୍ମ କଥା ନ ଜାଣୁ ତୁହି ଧନ୍ଦୁ ହେଉଛୁ ଧନ ଅର୍ଜିବା ପାଇଁ ଥୋକା ରଖିଲେ ଧନ୍ଦା ଫିଟିବ ନାହିଁ ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ ଧର୍ମରେ ଆତଜାତ ହେଉଛି ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ ନରକେ ପଡ଼ି କେତେ ଦୁଃଖ ସହିବୁ ନିମିଷେ ମାତ୍ର ତୁଣ୍ଡେ ନକଲେ ନନେଉ ହରି ନାଶ ଝିଅକୁ କିମ୍ପା ଅଛୁ ଆବୁରି ପାହିଲା ନିଶି ଜହ୍ନେ ରବି ଉଦୟ ପଦ୍ମଲୋଚନ ସବୁ ଦେହ ଉଦୟ ପ୍ରଭୁଙ୍କୁ ଆଶ୍ରା କଲେ ପ୍ରଭୁଙ୍କୁ ଆଶ୍ରା କର ତରିବୁ ଯେବେ ପାପଦ୍ମ ପଦେ ଚିତ ଦିଅତୁ ଏବେ ଫୁଲ ଯେସନେ ଫୁଲେ ବିହରେ ଫୁଲ ସମୀରେ ଆଉ ନଦୀ ସେ ଫୁଲ ସଂସାରେ ଲାଭ ହରି ଭଜନ ହାସ ଗଳା ତୁ କିମ୍ପା କରୁଛୁ ବେଳକୁ ବେଳ ତୋତେ କହୁଛି ମୁଇଁ ବେଳକୁ ବେଳ ତୋତେ କହୁଛି ମୁହିଁ ବାନ୍ଧିଣ ନେବ ଯମ କି ଦୁଃଖ ଦେଇ ବିକଳେ କାନ୍ଦୁଥିବୁ ଆକୁଳ ହୋଇ
ବେଳହୁଁ ଆଶ୍ରା କରି ଭଜ ଗୋସାଇଁ। ହେଳା ବୁଡ଼ିବ ହେଳା କଲେ କହୁଛି ଭଙ୍ଗା ନାବରେ କିଏ ତବା ସିନ୍ଧୁ ତରିଛି। ହେଳା ବୁଡ଼ିବ ହେଳା କଲେ କହୁଛି ଭଙ୍ଗା ନାବରେ କିଏ ସିନ୍ଧୁ ତରିଛି। ଭାବକୁ ନିକଟ ସେ ଅଭାବ ଦୂର ଭକତ ଦାସ କହେ ଜୀବନ ସାର। ମିଥ୍ୟା ମାୟା ସଂସାର ନୁହେଁ କାହାରି ମଲା ବୋଲିଣ ଦିନେ ପଡ଼ିବ ହୁରି। ବହି ଭିତରେ କେହି ଦେଖିବ ନାହିଁ ମଲା ବୋଲି ଭାବୁଛୁ ମରିବୁ ତୁହିରେ। ଜନମ ହେଲେ ପ୍ରାଣୀ ଅବଶ୍ୟ ମରି ଯଶ ରଖିବୁ ଯେବେ ଭଜଶ୍ରୀ। ଜନମ ହେଲେ ପ୍ରାଣୀ ଅବଶ୍ୟ ମରି ଯଶ ରଖିବୁ ଯେବେ ଭଜଶ୍ରୀ। ଯମ ବାନ୍ଧି ନେବେଟି ଯମ ବାନ୍ଧି ନେବେଟି ହେବୁ ମେଲାଣି ଜଗନ୍ନାଥ ମହିମା ଏଣିକି ଆଣି। ରଙ୍ଗ ପସରା ସିନା ଭବ ସାଗର ରଙ୍ଗ ପସରା ସିନା ଭବ ସାଗର ରଙ୍ଗ ଭିତରେ ଅଛି କିନାର ଖାର ଯେ ରୂପ ପ୍ରତିମାକୁ ତୁ ପରତେ ନଜା ରହିବେ ନାହିଁ କେହି ରାଜା। ଲୋଚନେ ଦେଖି କର୍ଣ୍ଣେ ଶୁଣିବୁ ନୀତି ଲୋଭ କରି ଅର୍ଜିବୁ ଲୋଭଟି ସବୁ ନାଶ କରଇ ମନ ଲୁଡ଼ିଲେ ନ ପାଇବୁ ହଉ ଯିବ। ବ୍ୟର୍ଥ ରହିଅଛି ଦୁର୍ଲଭ ଦେହ ବିଷୟା ବିଷୟ ଆଉ ନବଳା ସ୍ନେହ। ବୁଢୀ ଜୀବଟି ମୂଳ ଲାଭ ସହିତ ବେଳ ମୁଁ ଆଶ୍ରୟ କର ଭଜ ମାଧ। ବୁଢୀ ଜୀବଟି ମୂଳ ଲାଭ ସରିବ ବେଳ ହୁଁ ଆଶ୍ରୟ କରି ଶ୍ରୀକୃଷ୍ଣ ପାଦ ପଦ୍ମେ ଶ୍ରୀକୃଷ୍ଣ ପାଦ ପଦ୍ମେ ଦିଅତୁ ମନ ସରମେ ନ ପାଇବୁ ସରମେ ନ ପାଇବୁ ଆଉ ଜୀବନ। ଶ୍ରୀକୃଷ୍ଣ ନାମ ଗଳଟି କର ଭଜନ ଶ୍ରୀକୃଷ୍ଣ ପାଦ ପଦ୍ମେ କର ତୁଧ୍ୟାନ। ସନ୍ତୋଷ ଚିତେ ତୁହି ସନ୍ତୋଷ ଚିତେ ତୁହି ହରିଙ୍କୁ ଭଜ ସଂସାରେ ପଡି ଆଉ ନ ପାଅ ଲାଜ। ସବୁଠି ମିଛ ହରି ନାମଟି ସତ ସବୁଠି ମିଛ ହରି ନାମଟି ସତ ଶ୍ରୀକୃଷ୍ଣ ପଦ୍ମ ପଦେ ଦିଅତୁ ଚିତ। ସତ୍ୟ ମଣୁଛୁ ତୁହି ଭବ ସଗାରେ ସରି ଯାଉଛି ପର ମାୟୁ ତୋହର। ସତ୍ୟ ମଣୁଛୁ ତୁହି ଭବ ସାଗର ସରି ଯାଉଛି ପର ମାୟୁ ତୋହର। ସନ୍ତୋଷ ସନ୍ତୋଷ ହୋଇ ଦୃଢେ ଭଜ ଶ୍ରୀହରି ଶୋକ ସଂସାରୁ ଯେବେ ହୋଇବୁ ପାରି। ଉଡ଼ିଲେ ଯେତେ ଜନ ହରି ନାମକୁ ହୀନ ଗତିକୁ କଲେ ହାରିଲେ ଦେହ ଆଉ ପାଇବୁ ନାହିଁ ହାରିଲେ ଦେହ ଆଉ ପାଇବୁ ନାହିଁ ହାଟ ବସାଉଥିବେ ଏ ଦେହ ପାଇଁ। କ୍ଷୟ ଦୁର୍ଲଭ ଦେହ କ୍ଷୟ ଦୁର୍ଲଭ ଦେହ ହୁଏ ଆୟୁଷ କ୍ଷୟ ନମଣି ନାମ ହୃଦୟ ଘୋଷ ଛାର ଦେହକୁ ମନ ନ ଯା ବିଶ୍ୱାସ ଛାର ଦୁର୍ବୁଦ୍ଧି କରେ ଭକତ। ଏଇ ଗୀତଟି ଆଜି ଏଇଥିପାଇଁ ମନେ ପଡିଲା ଯେ ମୋର ବୁଢୀମା ବହୁତ କମ ବୟସରୁ ଚାଲି ଯାଇଥିଲେ ତାଙ୍କୁ ଶୁଣଉଥିଲି। ଏବେ ବହୁତ ଦିନ ହେଇଗଲାଣି ବିଗତ 57 ବର୍ଷ ପରେ ଫେରେ ଗୀତଟି ମତେ ହସ୍ତଗତ ହେଲା। ବହୁତ ଧନ୍ୟବାଦ ଯୋଉ ପଠାଇଥିବା ବ୍ୟକ୍ତିଙ୍କୁ ଏବଂ ଆପଣ ପାଇଲେ ଗୀତଟି ପଢିବେ ଏବଂ ନିଶ୍ଚିତ ଭାବରେ ଭଲ ଲାଗିବ। ଆପଣ ଯଦି ମୋରି ବୟସର ବା 4-5 ବର୍ଷ ଏପଟ ସେପଟ ରହିଥିବେ ଏ ଗୀତଟି ବହୁତ ପ୍ରଚଳିତ ଥିଲା। ଆମର ଜେଜେବାପା ଜେଜେମା ଗୀତଟିକୁ ଶୁଣୁଥିଲେ ଆଉ ଗୀତଟିକୁ ବଞ୍ଚେଇବାକୁ ହେଲେ ଆପଣ ଆଉ ଗୋଟେ ଗ୍ରୁପରେ ୟାକୁ ପୋଷ୍ଟ କରିବେ। ପ୍ରଥମରୁ କହିଛି ସଙ୍ଗୀତଜ୍ଞ ନୁହେଁ ତେଣୁ ଗୀତଟା ଆପଣଙ୍କୁ ଭଲ ଲାଗିପାରେ ଆବୃତ୍ତି କରାଗଲା ଏବଂ ଓଡିଆର ଗୋଟେ ଭକ୍ତି ଗୀତ ଭକ୍ତ ଚରଣ ଦାସଙ୍କର ଓଡିଆ ମାନଙ୍କ ପାଇଁ ଓଡିଆ ସାହିତ୍ୟ ପାଇଁ ବଞ୍ଚି ରହୁ ଏହା ହିଁ ନିବେଦନ। ଜୟ ଜଗନ୍ନାଥ।